ध्यान करबा बहुत गुरुत्वपूर्ण प्रसंग लेखा अछि एई परे मु पढ़ी दउछि कारण सेतेबेले एपरी महाक्लेश घटिबो जे जगतर आरंभरू आज पर्यंत घटी नाही पुणी केबे घटिबो नाही। प्रभु को लोक माने एई जेउ क्लेश घटिबो बोली एठारे कुहा जाइछे एहा केबे घटिबो एहा केउ समयर कथा आउ एई क्लेश रो भयावहता केमिति रहिबो ताहा आज आमे दुई भागरे संक्षिप्त रे अध्ययन करिबा। प्रभु को नाम धन्यवाद। ए विषय को अध्ययन करिबा पई हेले आमे प्रकाशित 12 अध्याय को जीवाकू पड़िबो। प्रकाशित 12 अध्याय रे गोटिए विशेष कथा लेखा अछि आउ सेई कथा एहार एक अभिन्न शास्त्रांश अटे। प्रभु को नाम धन्य हेउ। 12 अध्याय रे जहा लेखा अछि एवं प्रकाशित वाक्य रे जहा भी लेखा अछि ताहाको बुझिबा पई हेले गोटिए नियम अछि। से नियम न जानिले प्रकाशित वाक्य रो बुझिबा भूल ही पारे। कौन से नियम? प्रतिटी विषयर ऑपरेट करिबारे नियम थाए। आपण गोटिए महंगा मोबाइल टे किनिले किंतु आपण को ऑपरेट करिबा जणा नै किछि काम दब नै। आपण भलो गाड़ी टे किनिले आपण ऑपरेट करिबा जानि नांथि किछि काम दब नै। दुनिया रे जेते विषय अछि से सबुर किछि किछि नियम अछि। नियम बाहरे ताहा केबे हेले भलो हुए नाही। आपण भात रांधंती तार नियम अछि। पानी गरम हैला परे पानी फुटिला परे चाउल पकाइले भात भलो हुए। प्रथमे चाउल पकई देथिबे आ पानी पकई नथिबे गोटे घंटा टी परे पानी पकईबे कोन हेबो से चाउल नष्ट होइछो। रांधिबार नियम अछि। लुगा पिंधिबार नियम अछि। जदि आम भेंडिया माने प्रथमे शर्ट पिंधिबे ता ऊपर बानियान पिंधिबे केते खराब लागिबो। सबुर नियम अछि। जोता पिंधिबार नियम अछि। जोता जेते दामिका हेले मध्य ताको बेकरे माला करी पिंधा जाय नै ताको पादरे पिंधा जाय। पिंधिबा खाइबा गाड़ी चलाइबा पाठ पढ़िबार भी नियम अछि। एनु करी 3-4 वर्ष हेउछि कि नाही पिला माने को स्कूल पठा जाउछि। 30-40 वर्ष रे जदि पिला को प्रथम थर स्कूल पठा जिवो से पढ़ी पारिबनी। सब विषयर नियम आउ सब विषयर समय। एणु पाठ सहित शास्त्र शास्त्र को मध्य जानिबार नियम अछि। कौन से नियम? अनेक पुस्तक अछि बाइबल रो
ସବୁ ପୁସ୍ତକର କିଛି କିଛି ନିୟମ ଅଛି। କେଉଁ ସମୟରେ ଲେଖା ଯାଇଥିଲା ପ୍ରଥମ ନିୟମ, କେଉଁ ଉଦ୍ଦେଶ୍ୟରେ ଲେଖା ଯାଇଥିଲା ଦ୍ୱିତୀୟ ନିୟମ, ଏବଂ ସେଇ ସମୟର ଅବସ୍ଥା ପରିସ୍ଥିତି କଣ ଥିଲା ଯେତେବେଳେ ତାହା ଲେଖା ଯାଇଥିଲା ତୃତୀୟ ନିୟମ। ଏ ସବୁକୁ ନ ଧରିକି ଯଦି ଖାଲି ପଦ ପର୍ବକୁ ଧରିବେ ଆପଣ ବାଟ ବଣା ହେବାର ସମ୍ଭାବନା ଅଛି। ଉଦାହରଣ ସ୍ୱରୂପ ଜଣେ ପୁଅ କହିଲା ପରମେଶ୍ୱର ମଧ୍ୟ ସିଗାରେଟ ପିଅନ୍ତି କହିଲା। କେମିତି କଥା? କିଏ ସିଗାରେଟ ପିଅନ୍ତି? ପରମେଶ୍ୱର ମଧ୍ୟ ସିଗାରେଟ ପିଅନ୍ତି ବୋଲିକି ସେ ପିଲାଟା କହୁଛି। ସେ କାହିଁକି କହୁଛି ଜାଣିଛନ୍ତି? ଲେଖା ଅଛି ପରମେଶ୍ୱରଙ୍କ ନାସାରନ୍ଧ୍ରରୁ ଧୂମ ନିର୍ଗତ ହେଲା। 18:8 ପଢ ଗୀତ ସଂହିତା। ତାହାଙ୍କ ନାସାରନ୍ଧ୍ରରୁ ଧୂମ ନିର୍ଗତ ହେଲା। ନାସାରନ୍ଧ୍ର ବୋଲି କହିଲେ ନାକ। କାହାର ନାକରୁ ଧୂଆଁ ବାହାରେ? ନାଇଁ, ଦୁନିଆରେ କାହାର ନାକରୁ ଧୂଆଁ ବାହାରେ? ଯେ ସିଗାରେଟ ଟାଣିଥିବ, ପାଟି ବନ୍ଦ କରିଥିବ, ନାକରୁ ଛାଡୁଥିବ। এই পদକୁ ଧରିକି ସିଗାରେଟ ବିଡି ପିକା ପିଇବା ଲୋକମାନେ କଣ କହିବେ? ପ୍ରଭୁଙ୍କ ନାକରୁ ଧୂଆଁ ବାହାରିଲା ବୋଲେ ଆମ ନାକରୁ ଧୂଆଁ ବାହାରିଲେ କିସ ଅସୁବିଧା? ଶୁଣ, ଏଣୁ ଶାସ୍ତ୍ରକୁ ବୁଝିବା ଦରକାର। କେବେ ଲେଖାଗଲା, କାହିଁକି ଲେଖାଗଲା, କଣ ଉଦ୍ଦେଶ୍ୟରେ ଲେଖାଗଲା ତାହା ନ ବୁଝିକି ଆମେ ନିଜ ପାଇଁ ବ୍ୟବହାର କରିପାରିବା ନାହିଁ। ପୁରାତନ ନିୟମରେ ହୋମ ବଳି, ପାପ ବଳି ବଳି କରାଯାଉଥିଲା। ଏବେ ଆମେ କରିବା କି? କେଉଁ ସମୟରେ କେଉଁ ଉଦ୍ଦେଶ୍ୟରେ ଲେଖା ଯାଇଛି ତାହା ଜାଣିବାକୁ ପଡ଼ିବ। ବେଳେ ବେଳେ ବଡ ବଡ ପ୍ରଚାରକ ମାନେ ବି ଏ ଭୁଲ କରିଛନ୍ତି। ପୁରାତନ ନିୟମର କଥାକୁ ଆଣି ନୂତନ ନିୟମରେ ଯୋଡି ଦେଇ ଲୋକମାନଙ୍କୁ ବଣା କରୁଛନ୍ତି। ସବୁ କଥା ଆମ ପାଇଁ ଲେଖା ଯାଇ ନାହିଁ। ଲେଖା ଯାଇଛି ଆଜ୍ଞା, ସୁନ୍ନତ ବିଧି ଆମ ପାଇଁ କି ନାହିଁ, ସେ ସମୟ ପାଇଁ ଥିଲା। ଏଣୁ ଶାସ୍ତ୍ର ବୁଝିବାକୁ ପଡିବ। ଏଣୁ ଯେତେବେଳେ ଦଳେ ଲୋକ ଯୀଶୁଙ୍କ ନିକଟକୁ ଆସିଲେ, ଯୀଶୁ ସେମାନଙ୍କୁ କହିଲେ ତୁମେ ଧର୍ମଶାସ୍ତ୍ରକୁ ନ ବୁଝିକି ତୁମେ ଭ୍ରାନ୍ତ ହେଉଛ ବୋଲି କହିଲେ। ତାମାନେ ଧର୍ମଶାସ୍ତ୍ରକୁ ଠିକରେ ନ ବୁଝିବା ଲୋକମାନେ ସତରେ ଭ୍ରାନ୍ତ ହେଇଯାନ୍ତି। ସେମାନେ ବିଲକୁଲ ବି ରକ୍ଷା ପାଇବାର ସମ୍ଭାବନା ନାହିଁ। ପଢନ୍ତୁ 22:29। ତୁମେ ଧର୍ମଶାସ୍ତ୍ରକୁ ନ ଜାଣିକି ଭ୍ରାନ୍ତ ହେଉଛ, ଈଶ୍ୱରଙ୍କ ଶକ୍ତିକୁ ନ ଜାଣିକି ଭ୍ରାନ୍ତ ହେଉଛ। ଆପଣମାନେ ଭାଗ୍ୟବାନ, ଉଭୟ ଜାଣିବାର ସୁଯୋଗ ପାଇଛନ୍ତି। ଜାଣିବାକୁ ପଡିବ। ଶାସ୍ତ୍ରକୁ ମୁଁ ବି ଏଯାଏ ପୁରା ଜାଣି ନାହିଁ। ମୁଁ ବି ଟିକେ 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 ଜାଣିବାରେ ଲାଗିଛି। ଏଣୁ ମୁଁ ବି ଶୁଣିବାକୁ ଭଲ ପାଏ, ବାଇବଲ ପଢିବାକୁ ଭଲ ପାଏ, ବାଇବଲ ବିଷୟରେ ଧ୍ୟାନ କରିବାକୁ ଭଲ ପାଏ। ଆମେ ସମସ୍ତେ ପ୍ରଥମ କରିନ୍ଥୀ 13 ଅଧ୍ୟାୟ ଅନୁସାରେ ଆଂଶିକ ଭାବରେ ଜାଣୁ, ଆମେ ପୁରା ଜାଣୁନା। ଯଦି ଜଣେ କହିବ ମୁଁ ସବୁ ଜାଣି ଦେଇଛି, ମତେ ଆଉ କିଏ ଶିଖାଅନି, ତାଠୁ ବଡ ବୋକା କେହି ନାହିଁ। କେବେ ହେଲେ ସେମିତି ଭାବିବେ ନାହିଁ। ଆମେ ଅଳ୍ପ ଜାଣୁ, ହେଇପାରେ ଆଉ କିଛି ବିଷୟ ଅନ୍ୟ ଜଣଙ୍କ ପାଖରେ ଅଛି। ପ୍ରଭୁଙ୍କ ଲୋକମାନେ ସେଇ ଅଳ୍ପ ଜ୍ଞାନ ମଧ୍ୟରେ ଆମେ ପ୍ରଭୁଙ୍କ ସେବା କରି ଆସିଛୁ। ତନ୍ମଧ୍ୟରୁ ମୁଁ କିଛି କଥା ଆଜି ଯାହା ଆମେ ପ୍ରମାଣ ସହିତ ଶାସ୍ତ୍ରରୁ ଦେଖିବା। ଆମର ଅଳ୍ପ ଜ୍ଞାନ ହେଇପାରେ, କିନ୍ତୁ ସେ ଅଳ୍ପ ଜ୍ଞାନ ଯଦି ପ୍ରମାଣ ଯୁକ୍ତ ହେଇଥିବ
ତାହା ଗ୍ରହଣୀୟ ହେଇପାରିବ। ପ୍ରମାଣ ଦରକାର। ପ୍ରେଜ ଦ ଲର୍ଡ। ଆପଣ ମାନେ ବଜାରରେ ଦେଖୁଥିବେ ବଡ ବଡ ମରିଚ ପାକୁଡି ବନାଯାଏ। ଖାଇଛନ୍ତି ପିଲାମାନେ ପାକୁଡି? ମରିଚ ପାକୁଡି ଖାଇଛନ୍ତି? ରାଗ ନଥାଏ, କିନ୍ତୁ ଗୋଟେ ମରିଚ ଅଛି ଧାନ ମରିଚ, ସାଇଜରେ ଛୋଟ, ବୋପାଲ କି ରାଗ, ଇନ୍ଦ୍ର ଚନ୍ଦ୍ର ସବୁ ଦେଖାଯାଏ। କାହିଁକି? ଅଳ୍ପ ହେଲେ ବି ପାୱାରଫୁଲ। ଆମେ ଶାସ୍ତ୍ରୀୟ ଜ୍ଞାନରେ କେହି ହେଲେ ବହୁତ ବଡ ପଣ୍ଡିତ ନାହୁଁ। ଆପଣ ମାନେ ଅଛନ୍ତି କି ନାହିଁ ମୁଁ ଜାଣେ ନାହିଁ, ମୁଁ ତ ନାହିଁ, କିନ୍ତୁ ଅଳ୍ପ ଜ୍ଞାନ ହେଲେ ଆମେ ପରିଣାମ ଦର୍ଶିତା ରଖିବା ଦରକାର। ପ୍ରମାଣ ସିଦ୍ଧ ବ୍ୟବସ୍ଥା ଦରକାର। ଏଣୁ ତେଣୁ କହିଲେ ହବ ନାହିଁ। ବୋଲୋ ୟେଶୁ ପ୍ରଭୁ କି ହାଲେଲୁୟା। ଏଣୁ ଆସନ୍ତୁ, ଯେଉଁ ମହାକ୍ଲେଶ ଘଟିବ, ଏଇ କ୍ଲେଶ କେବେ ଘଟିବ, କାହା ପାଇଁ ଘଟିବ, ଆଉ କି ପ୍ରକାରେ ଘଟିବ, ଏ ତିନି ଗୋଟି କଥାକୁ ମୁଁ କହିବି। ଆଉ ଏହାର ପ୍ରାଞ୍ଜଳ ବର୍ଣ୍ଣନା ପ୍ରକାଶିତରେ ଅଛି। 12 ଅଧ୍ୟାୟରେ ଆରମ୍ଭ ହୋଇକି 13, 14, 15 ଯାଏ ତାହା ଲାଗି ରହିବ। କିନ୍ତୁ ଆଜି ଗୋଟିଏ ବେଳାରେ 2 ଗୋଟି ଅଧିବେଶନରେ ସବୁ କହି ହବନି। ଯେତିକି ଆବଶ୍ୟକୀୟ ମୁଁ ସେତିକି କଥା ଆପଣଙ୍କୁ ନିଶ୍ଚୟ କହିବି। ପ୍ରଭୁ ସାହାଯ୍ୟ କରନ୍ତୁ। ଯଦି ପ୍ରକାଶିତ ବାକ୍ୟର କଥା ଆସେ, ଆମ ମନରେ ଗୋଟିଏ ଉତ୍ସୁକତା ଜାଗି ଉଠେ, ଜାଣିବା ପାଇଁ ଜିଜ୍ଞାସା ଜାଗି ଉଠେ, ଆଗ୍ରହ ବଢେ। କେତେ ଗୂଢ ବିଷୟ, କେତେ ଭଲ ଲାଗିବ ବୋଲି ଗୋଟିଏ ଇଚ୍ଛା। ନହେଲେ ଆଉ କେହି ହେଲେ ଆପଣଙ୍କୁ ବାଟବଣା କରେଇ ଦେବାର ସମ୍ଭାବନା ଅଛି। କଣ ସୂତ୍ର? ସେ ସୂତ୍ର ହଉଛି 1:1 ପ୍ରକାଶିତ, 4:1 ପ୍ରକାଶିତ। ସେଠି ତାର ସୂତ୍ର ଅଛି, ତାର କି ଅଛି ପଢନ୍ତୁ। ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ ଅବିଳମ୍ବରେ ଯାହା ଯାହା ଅବଶ୍ୟ ଘଟିବ, ସେହି ସବୁ ସେ ଯେପରି ଆପଣା ଦାସମାନଙ୍କୁ ଜଣାନ୍ତି, ଏଥିପାଇଁ ଈଶ୍ୱର ଏହା ତାହାଙ୍କ ନିକଟରେ ସମର୍ପଣ କଲେ। ଆଉ ସେ ଆପଣା ଦୂତ ପ୍ରେରଣ କରି ନିଜ ଦାସ ଜନକୁ ଏହା ଜ୍ଞାତ କରାଇଲେ। 1:1 ଲେଖା ଅଛି, ଅବିଳମ୍ବରେ ଯାହା ଯାହା ଅବଶ୍ୟ ଘଟିବ। ତା ମାନେ ପ୍ରକାଶିତ ବାକ୍ୟରେ ଯାହା ଲେଖା ଅଛି ଘଟିବ, ଘଟି ନାହିଁ। ଓକେ, ପ୍ରଥମ ସୂତ୍ର ଅବିଳମ୍ବରେ ଘଟିବ। ତା ମାନେ ଯାହା ବି ଲେଖା ଅଛି ଫ୍ୟୁଚରରେ କଥା ଲେଖା ଅଛି। ଯୀଶୁଙ୍କର ପୁନରୁତ୍ଥାନ ହେବା ପରବର୍ତ୍ତୀ ଘଟଣା। ପାତ୍ମ ଦ୍ୱୀପରେ ଯୋହନ ସ୍ଥାନାନ୍ତରିତ ହେଲା ପରେ, ସେ ଦିନ ଠାରୁ ପରେ ଯାହା ଘଟିବ। ଅତୀତର ଘଟଣା ନାହିଁ, ବର୍ତ୍ତମାନର ଘଟଣା ନାହିଁ, ସେ ସମୟର ବର୍ତ୍ତମାନ ମୁଁ କହୁଛି। କିନ୍ତୁ ସେଇ ସମୟ ପରେ ଭବିଷ୍ୟତରେ ଯାହା ଘଟିବ ତାହା ଲେଖା ଅଛି। এইটা হচ্ছে সূত্র। অনেকে প্রচারক মানে অতীতর কথাକୁ ନେଇକି ପ୍ରକାଶିତରେ ଖଞ୍ଜିବା ପାଇଁ ଚେଷ୍ଟା କରନ୍ତି, ଭୁଲ ତର୍ଜମା ହେଇଯାଏ। 4:1 ପଢନ୍ତୁ। ଏହା ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସ୍ୱର୍ଗରେ ଗୋଟିଏ ଦ୍ୱାର ଉନ୍ମୁକ୍ତ। ପୁଣି ତୁରୀ ଶବ୍ଦ ସଦୃଶ ମୋ ସହିତ କହୁଥିବା ଯେଉଁ ସ୍ୱର ମୁଁ ପୂର୍ବରୁ ଶୁଣିଥିଲି, ତାହା କହିଲା, ଏଠାକୁ ଉଠି ଆସ। ଯାହା ସବୁ ଏହା ପରେ ଅବଶ୍ୟ ଘଟିବ, ସେହି ସବୁ ଆମ୍ଭେ ତୁମ୍ଭକୁ ଦେଖାଇବୁ। ଯାହା ସବୁ ଏହା ପରେ ଅବଶ୍ୟ ଘଟିବ, ତାହା ସବୁ ଆମେ ତୁମ୍ଭକୁ ଦେଖାଇବା। ପ୍ରଭୁଙ୍କ ଲୋକମାନେ 4:1 ବି ଲେଖା ଅଛି ଭବିଷ୍ୟତର କଥା ଦେଖାଇବା। 1:1 ବି ଲେଖା ଅଛି ଭବିଷ୍ୟତର କଥା ଦେଖାଇବା। ତା ମାନେ ପ୍ରକାଶିତ ବାକ୍ୟକୁ ডিকোড କରିବା ପାଇଁ ହେଲେ ଏ ସୂତ୍ରକୁ ମନେ ରଖିବେ। ଅତୀତର କଥା ଲେଖା ଯାଏ ନାହିଁ, କି ସେ ସମୟ ଅନୁସାରେ ବର୍ତ୍ତମାନର କଥା ଲେଖା ଯାଏ ନାହିଁ। ସେ ସମୟର ବର୍ତ୍ତମାନ, ଏବର ବର୍ତ୍ତମାନ,
কিন্তু କେବଳ କଥା ଲେଖା ଯାଇଛି ଭବିଷ୍ୟତର କଥା। ମୁଁ କାହିଁକି ଏହା କହିଲି ଆପଣ ମାନଙ୍କୁ, ପ୍ରକାଶିତ 12 ଅଧ୍ୟାୟକୁ ନେଇକି ବହୁତ ଗୁଡାଏ କଣ୍ଟ୍ରୋଭର୍ସି ଅଛି, ବହୁତ ଗୁଡାଏ ମତ ଅଛି, କିନ୍ତୁ ଯେଉଁ ମତ ଶାସ୍ତ୍ର ସମ୍ମତ, ଆମେ ସବୁ ମତକୁ ଶୁଣି ଥାଇପାରୁ, କିନ୍ତୁ ଯାହା ପ୍ରକାଶିତ ବାକ୍ୟର ନିୟମ ଅନୁସାରେ ଯାହା ଭବିଷ୍ୟତରେ ଘଟିବ, ଏ ଯାଏ ଘଟି ନାହିଁ, ସେଇ କଥା ଲେଖା ଅଛି। ଓକେ, ଧ୍ୟାନ ଦେବେ। ଚାଲନ୍ତୁ ଦେଖିବା କଣ ତାହା ଲେଖା ଅଛି। ପଢନ୍ତୁ 12:1। ପରେ ଆକାଶରେ ଗୋଟିଏ ମହାଲକ୍ଷଣ ଦେଖାଗଲା, ପୁଣି ସୂର୍ଯ୍ୟ ପରିହିତା ଜଣେ ସ୍ତ୍ରୀ ଲୋକ, ତାହାଙ୍କ ପାଦ ତଳେ ଚନ୍ଦ୍ର ଓ ମସ୍ତକରେ 12 ନକ୍ଷତ୍ର ଖଚିତ ଗୋଟିଏ ମୁକୁଟ। ସେ ଗର୍ଭବତୀ ହୋଇ ପ୍ରସବ ବେଦନାରେ ଆର୍ତ୍ତସ୍ୱର କରି ପ୍ରସବ କରିବା ନିମନ୍ତେ କଷ୍ଟ ପାଉଥିଲେ। ଆକାଶରେ ଆଉ ଗୋଟିଏ ଲକ୍ଷଣ ଦେଖାଗଲା, ଦେଖ, ଗୋଟିଏ ଲୋହିତ ବର୍ଣ୍ଣ ପ୍ରକାଣ୍ଡ ସର୍ପ, ତାହାର 7 ମସ୍ତକ ଓ 10 ଶୃଙ୍ଗ, ପୁଣି ମସ୍ତକ ଗୁଡିକ ଉପରେ 7 ମୁକୁଟ। ତାହାର ଲାଙ୍ଗୁଳ ଆକାଶର ତୃତୀୟାଂଶ ନକ୍ଷତ୍ରକୁ ଆକର୍ଷଣ କରି ପୃଥିବୀରେ ନିକ୍ଷେପ କଲା। ଆଉ ସେହି ସର୍ପ ପ୍ରସବ କରିବାକୁ ଉଦ୍ୟତ ସ୍ତ୍ରୀ ଲୋକ ପ୍ରସବ କରିବା ମାତ୍ର ତାହାଙ୍କ ସନ୍ତାନକୁ ଗ୍ରାସ କରିବା ନିମନ୍ତେ ତାହାଙ୍କ ସମ୍ମୁଖରେ ଠିଆ ହେଲା। ଯେ ସମସ୍ତ ଜାତିକୁ ଲୌହ ଦଣ୍ଡରେ ଶାସନ କରିବେ, ଏପରି ଏକ ପୁତ୍ର ସନ୍ତାନକୁ ସେହି ସ୍ତ୍ରୀ ଲୋକ ପ୍ରସବ କଲେ। ଆଉ ତାହାଙ୍କ ସନ୍ତାନ ଈଶ୍ୱର ଓ ତାହାଙ୍କ ସିଂହାସନ ନିକଟକୁ ଉଠାଇ ନିଆଗଲେ। ପୁଣି ସେହି ସ୍ତ୍ରୀ ଲୋକ ପ୍ରାନ୍ତରକୁ ପଳାୟନ କଲେ। ସେଠାରେ 1260 ଦିନ ପର୍ଯ୍ୟନ୍ତ ପ୍ରତିପାଳିତ ହେବା ପାଇଁ ତାହାଙ୍କ ନିମନ୍ତେ ଈଶ୍ୱରଙ୍କ କର୍ତ୍ତୃକ ପ୍ରସ୍ତୁତ ଗୋଟିଏ ସ୍ଥାନ ଥିଲା। ତପ୍ତରେ ସ୍ୱର୍ଗରେ ଯୁଦ୍ଧ ହେଲା। ମିଖାଏଲ ଓ ତାହାଙ୍କ ଦୂତମାନେ ସେହି ସର୍ପ ସହିତ ଯୁଦ୍ଧ କଲେ। ସେଥିରେ ସେହି ସର୍ପ ଓ ତାହାର ଦୂତମାନେ ମଧ୍ୟ ଯୁଦ୍ଧ କଲେ, କିନ୍ତୁ ସେମାନେ ଜୟ କରିପାରିଲେ ନାହିଁ। ଗୋଟିଏ ମହାଲକ୍ଷଣ ଦେଖାଗଲା। କଣ ସେ ମହାଲକ୍ଷଣ? ପ୍ରଭୁଙ୍କ ଲୋକମାନେ ଗୋଟିଏ ସ୍ତ୍ରୀ ଲୋକ ଯିଏକି ସୂର୍ଯ୍ୟ ପରିହିତା ଅଟେ, ଆଉ ସେ ସ୍ତ୍ରୀ ମସ୍ତକରେ ଗୋଟିଏ ମୁକୁଟ ପିନ୍ଧି ଅଛି, ଆଉ ତାହାର ମୁକୁଟରେ 12 ଗୋଟି ନକ୍ଷତ୍ର ଖଞ୍ଚନ କରାଯାଇଛି ବା ଖଚିତ ହୋଇଛନ୍ତି। ପ୍ରଭୁଙ୍କ ଲୋକମାନେ ଏ ସ୍ତ୍ରୀ ଆଉ ସେ ଗର୍ଭର ଛୁଆ ହଉଛି ଯୀଶୁ। ଆଜ୍ଞା, ପ୍ରକାଶିତ ବାକ୍ୟର ନିୟମ ଅନୁସାରେ ମରିୟମ ଆଉ ଯୀଶୁଙ୍କର ଜନ୍ମ ସରିଥିଲା ନା ସରିନଥିଲା? ସରିଯାଇଥିଲା। ତେବେ ନିୟମ କଣ ମୁଁ ପଢାଇଲି? ଯାହା ଭବିଷ୍ୟତରେ, ତ ମରିୟମଙ୍କ କଥା ତ ସରିଯାଇଛି। ତାହା ମରିୟମ ହେଇପାରିବେ ନାହିଁ, ଯେହେତୁ ପ୍ରକାଶିତର ନିୟମ ହଉଛି ଯାହା ଭବିଷ୍ୟତର କଥା। ମରିୟମ ଜନ୍ମ ହେଇସାରିଛନ୍ତି, ମରିୟମ ଯୀଶୁଙ୍କୁ ଜନ୍ମ ଦେଇ ସାରିଛନ୍ତି, ସେ ଘଟଣା ଲେଖାଯାଏ। ଏ ସ୍ତ୍ରୀ କୁ ନେଇ ଆଉ ଗୋଟିଏ ମତ ଅଛି। ସେ ମତ ହେଉଛି, ଶୁଣନ୍ତୁ, ଯଦି କେହି ରୋମାନ କ୍ୟାଥୋଲିକ ସମ୍ପ୍ରଦାୟର ଏଠାରେ ଅଛନ୍ତି, ଦୁଃଖ କରନ୍ତୁ ନାହିଁ। ଆପଣଙ୍କର ମରିୟମ ଆମର ମରିୟମ। ପ୍ରେଜ୍ ଦ ଲର୍ଡ। ଆପଣଙ୍କର ମରିୟମକୁ ଆପଣ ଯେମିତି ପ୍ରେମ କରନ୍ତି, ସମ୍ମାନ ଦିଅନ୍ତି, ଆମେ ବି ସେମିତି ହିଁ ସମ୍ମାନ ଦଉଛୁ। ସେ ଆଦରଣୀୟ ଅଟନ୍ତି। ହାଲେଲୁୟା। କିନ୍ତୁ ସେ ଈଶ୍ୱର ନୁହନ୍ତି।
କ୍ରୁଶରେ ମରିୟମ ମରି ନାହାନ୍ତି, ଯୀଶୁ ମରିଛନ୍ତି। ଆଉ କ୍ରୁଶର ରକ୍ତରେ ପରିତ୍ରାଣ ଅଛି, ମରିୟମର ରକ୍ତରେ ପରିତ୍ରାଣ ନାହିଁ। ଏଣୁ ମରିୟମକୁ ଆମେ ସାଲ୍ୟୁଟ ମାରୁଛୁ, ସେ ଯୀଶୁଙ୍କୁ ଜନ୍ମ ଦେଲେ। ସେ ଅନରେବଲ, ସେ ଆଦରଣୀୟ ଅଟନ୍ତି। ଆମେ ତାଙ୍କୁ ଅଗ୍ରାହ୍ୟ କରୁନାହୁଁ, କିନ୍ତୁ ସେ ପରିତ୍ରାଣ କର୍ତ୍ତା ନୁହନ୍ତି, ଯୀଶୁ ହିଁ ପରିତ୍ରାଣ କର୍ତ୍ତା ଅଟନ୍ତି। ହାଲେଲୁୟା। ଏଣୁ ରୋମାନ କ୍ୟାଥୋଲିକ ଭାଇମାନେ ଯଦି କି ଅଛନ୍ତି, ଦୁଃଖ କରନ୍ତୁ ନାହିଁ। ମୁଁ ଆପଣଙ୍କୁ ଆଘାତ ଦେବା ପାଇଁ କିଛି କହୁନାହିଁ, ସତ୍ୟତାକୁ ଉପସ୍ଥାପନ କରିବା ପାଇଁ ଆମେ ଚେଷ୍ଟା କରୁଛୁ। এই ସ୍ତ୍ରୀକୁ ନେଇକି ଆମେରିକା ଗୋଟେ କଥା କହୁଛି। କଣ ଆମେରିକା କଣ କହୁଛି? ଏ ସ୍ତ୍ରୀ ହେଲା ଆମେରିକା ଦେଶ, ଆଉ ତାର ଗର୍ଭର ଛୁଆ ହଉଛି नील आर्मस्ट्रॉन्ग, जे कि सर्वप्रथमे चंद्रକୁ ଯାଇଥିଲେ। अमेरिका कोन दाबी करूछि? ये पुओ जन्म हे हो सिंहासन को चली गला। अमेरिका कहूछि से होछि नील आर्मस्ट्रॉन्ग, आ स्त्री होछि अमेरिका देश। आज्ञा हबो कि आज्ञा सेटा नाही, माने प्रभु को काम नाही जे गोटे साइंटिस्ट को चंद्र नेबा कथा लिखले, सेथिले हमर कि लाभ हबो? କିଛି ଲାଭ ହବ ନାହିଁ। ଏଇଟାକୁ ନେଇକି ଆଉ ଗୋଟିଏ ଭୟଙ୍କର ମତ ଅଛି। କଣ ମତ? এই ସ୍ତ୍ରୀ ହେଉଛି ଇସ୍ରାଏଲ ଦେଶ, ଆଉ ସେ ବାଳକ ହେଉଛନ୍ତି ଯୀଶୁ। ଏଇଟା ଅନେକ ଥିଓଲୋଜି ବାଲାମାନଙ୍କର ମତାମତ। स्त्री होछि इस्राएल देश, आ से बालक होछंती यीशु। किंतु मु कहबी इस्राएल गर्भ धारण कला, वायु प्रसव कला बोली लिखा अछि। प्रभुଙ୍କ नामर धन्यवाद हे। ताले इस्राएल हे पारिबो नाही। इस्राएल देश गठन हे सारी थिला कि नाही? इस्राएल देश थिला कि नहीं? थिला। ए उतारे जहा घटिबो, प्रभु को लोक माने यीशु को परे जहा घटिबो, इस्राएल देश थिला, यीशु थिले। एणु कर मु आरंभ रे कहिली, जदि आपन को मन रे अन्य कोनोसी चिंता धारा अछि, आपन को बड़ संदेह लागुतला केमति कथा एटा। शास्त्र नियम होछि भविष्य रे घटिबो। यीशु जन्म हे सारी छंती, यीशु स्वर्गारोहण करि सारी छंती। जदि यीशु से बालक, ताहले भविष्य रे यीशु आउथरे आसी जिबे कि? ए घटनाटी जहा लेखा गला भविष्य रे घटिबो। इस्राएल मध्य रे यीशु जन्म नेले, ठीक अछि, सत्य कथा। चलो आमे मानि नेबा इस्राएल से स्त्री, काहे कि इस्राएल से तो परमेश्वर वाग्दान करिसंती होशे रे हेछि कि नाही? वाग्दान हेछि, ठीक अछि। चलो इस्राएल से स्त्री, जिसाय 54 रे आम्हर निर्माण करता तुम्हार स्वामी बोली लिखा अछि। तुम निर्माण करता तुम्हार स्वामी इस्राएल से स्त्री, ठीक अछि। किंतु यीशु जन्म होई क्रूसरे मरी स्वर्गारोहण हे गला परे यह लेखा अछि। अतीतर कथा ही गला ना एटा, किंतु प्रकाशित बाकी अतीतर कथा नै, भविष्य कथा। ताहेले बालक स्त्री इस्राएल आ यीशु नहंती किए ताहा? हालेलुया, प्रेज द लॉर्ड। पड़ोसी लोक को टिके हाथ मिसांतु, कहंतु वाक्य को भलो ध्यान रे सुनंतु बोली कहंतु। बोलो यीशु महाराज की हालेलुया, हालेलुया। प्रभु को लोक माने यह भविष्यतर घटना जहा की लेखा जीवा समय रे प्रकाशित लेखा जीवा समय रे हे नथिला। से घटना कौन से घटना? जदि लक्ष लोक भूल रास्ता रे जाउछंती,
ଦୁଇ ତିନି ଜଣ ଭଲ ରାସ୍ତାରେ ଯାଉଛନ୍ତି, ଆପଣ ବେଶୀ ଲୋକ ସେ ରାସ୍ତାରେ ଅଛନ୍ତି ବୋଲି ସେ ରାସ୍ତାରେ ଯିବେ କି? ନାହିଁ। Praise the Lord. ବହୁତ ଲୋକର ମତାମତ ଏଇ ମତାମତ ଅଛି, ସେ ସ୍ତ୍ରୀ ହଉଛି ଇସ୍ରାଏଲ ଦେଶ, ସେ ବାଳକ ହଉଛନ୍ତି ଯୀଶୁ। नो, ହେଇପାରେ ଲକ୍ଷ ଲକ୍ଷ ଲୋକଙ୍କର ମତାମତ, କିନ୍ତୁ ତାହା ଭବିଷ୍ୟତର ଘଟଣା। ଆଜ୍ଞା, ଯୀଶୁଙ୍କର ଜନ୍ମ ହେଇଯାଇଥିଲା, ଯୀଶୁ ସ୍ୱର୍ଗାରୋହଣ କରିସାରିଥିଲେ। ତେବେ ପ୍ରକାଶିତ ବାକ୍ୟର ନିୟମାନୁସାରେ ଏ ଘଟଣାଟି କଣ ଅଟେ, ଯାହା ଅବିଳମ୍ବରେ ଅବଶ୍ୟ ଘଟିବ? ଶୁଣନ୍ତୁ, ପ୍ରଭୁଙ୍କ ନାମ ଧନ୍ୟବାଦ ହେଉ। এই স্ত্রী, বলো ইয়েসু প্রভু কি, হালেলুয়া। এই স্ত্রী হচ্ছে নির্বুদ্ধি কন্যা নাই, সুবুদ্ধি কন্যা। কোনটো সুবুদ্ধি কন্যা? সুবুদ্ধি কন্যা, সুবুদ্ধি কন্যা নাই। ये स्त्री হচ্ছে সতী কন্যা। দ্বিতীয় করিন্থী 11:1। ତୁମ୍ଭେମାନେ ଯଦି ବ୍ରେକ୍ ଅଛି କି ସେଠି? ତୁମ୍ଭେମାନେ ଯଦି ମୋର ଅଳ୍ପ ନିର୍ବୋଧତା ସହ୍ୟ କରନ୍ତ, ହଁ, ତୁମ୍ଭେମାନେ ତ ମୋ ପ୍ରତି ସହିଷ୍ଣୁ, କାରଣ ଈଶ୍ୱରଙ୍କ ବିଷୟକୁ ଉଚ୍ଚ କରି କାରଣ ଈଶ୍ୱରଙ୍କ ବିଷୟକୁ ଉଚ୍ଚକରେ ମୁଁ ତୁମ୍ଭମାନଙ୍କ ନିମନ୍ତେ ଉଦ୍ଯୋଗୀ, ମୁଁ ଉଚ୍ଚକୀ, ଯେଣୁ ମୁଁ ତୁମ୍ଭମାନଙ୍କୁ ସତୀ କନ୍ୟା, ମୁଁ ତୁମ୍ଭମାନଙ୍କୁ ସତୀ କନ୍ୟା ସଦୃଶ ଏକ ସ୍ୱାମୀ ଠାରେ, ଏକ ସ୍ୱାମୀ ଠାରେ ଅର୍ଥାତ୍ ଖ୍ରୀଷ୍ଟଙ୍କ ଠାରେ ସମର୍ପଣ କରିବା ନିମନ୍ତେ ବାଗଦାନ କରିଅଛି। ଭାଗଦାନ କରିଅଛି। ମା ସିଆଡେ ବସିକି ଇଆଡେ ଦେଖିଲେ ବେକ ବଥା ହେଇଯିବ, ବୋଲି ପଡେ। ହଁ, ବୋଲି ପଡେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ବୋଲୋ ୟେଶୁ ମହାରାଜ କି। ପାଉଲ କହିଲେ ମଣ୍ଡଳୀକୁ କହୁଛନ୍ତି, ତୁମ୍ଭମାନଙ୍କୁ ମୁଁ ଗୋଟିଏ କନ୍ୟା ପରି। କନ୍ୟା କିଏ? ମଣ୍ଡଳୀ। ତୁମେ ଗୋଟେ କନ୍ୟା, କରିନ୍ଥ ମଣ୍ଡଳୀ ଗୋଟେ କନ୍ୟା। ତାମାନେ ନୂତନ ନିୟମର ମଣ୍ଡଳୀ କନ୍ୟା, ସତୀ କନ୍ୟା, ନିର୍ବୁଦ୍ଧି ନୁହ କି ସୁବୁଦ୍ଧି ନୁହ, ସତୀ କନ୍ୟା। ଯଦି ସମୟ ହେବ ମୁଁ ପରବର୍ତ୍ତୀ ଅଧିବେଶନରେ କହିବି ନିର୍ବୁଦ୍ଧି ସୁବୁଦ୍ଧିର ଚକ୍କର କଣ ଅଟେ। ଆମ ଲୋକମାନେ ଭାବୁଛନ୍ତି ସୁବୁଦ୍ଧି କନ୍ୟା ହଉଛୁ ଆମେ ବୋଲି। ଆମେ ସୁବୁଦ୍ଧି କନ୍ୟା ନାହିଁ, ଆମେ ସୁବୁଦ୍ଧି କନ୍ୟା ନାହିଁ। ଟିକେ କହିଦେବି ଏକା, ଚାଲ ଅଧା ରଖିଦେଲେ ଅସୁବିଧା ହବ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। 25 ଅଧ୍ୟାୟ ଆରମ୍ଭ ହଉଛି, 1 ପଦରୁ ପଢନ୍ତୁ। ସେତେବେଳେ ଆମେ ସୁବୁଦ୍ଧି ନାହୁଁ କି ଆମେ ନିର୍ବୁଦ୍ଧି ନାହୁଁ, ପ୍ରମାଣ କଣ? ପଢନ୍ତୁ। ସେତେବେଳେ ସ୍ୱର୍ଗ ରାଜ୍ୟ 10 ଜଣ କନ୍ୟାଙ୍କ ସଦୃଶ ହେବ, ସେମାନେ ଆପଣା ଆପଣା ପ୍ରଦୀପ ଘେନି। ଟିକେ ରହିଯାଆନ୍ତୁ, ମୁଁ ଆପଣଙ୍କୁ 4-5ଟି ପ୍ରମାଣ ଦେବି ଆମେ ସୁବୁଦ୍ଧି କନ୍ୟା ନାହୁଁ। ପାଶେ ଟିକେ ଇଂଲିଶ ବାଇବଲରେ ଦେଖିବେ, 25:1 ଲେଖା ଅଛି। ଦେନ୍ ଲେଖା ଅଛି ଓଡ଼ିଆରେ ସେତେବେଳେ, କିନ୍ତୁ ଇଂଲିଶ ବାଇବଲରେ ଲେଖା ଅଛି ତାପରେ। ତାପରେ କାହା ପରେ ଆଜ୍ଞା? 24 ଅଧ୍ୟାୟରେ କିଛି ଘଟଣା ଘଟି ଯାଇଛି। ସେ ଘଟଣା ପରେ, THEN, ଦେନ୍ ର ଅର୍ଥ କଣ? ତାପରେ, ସେତେବେଳେ। କିଛି କିଛି ତର୍ଜମାରେ ଲେଖା ଅଛି thereafter। 24 ଅଧ୍ୟାୟରେ ଗୋଟିଏ ଘଟଣା ଘଟି ଯାଇଛି। କଣ ସେ ଘଟଣା? 24 ଅଧ୍ୟାୟର 40, 41, 42, 43ରେ ରାପ୍ଚର ହେଇଯାଇଛି। 2 ଜଣ ଶୋଇଥିବେ, ଜଣେ ଉଠାଇ ନିଆଯିବ। 2 ଜଣ କ୍ଷେତରେ ଥିବେ, ଜଣେ ଉଠାଇ ନିଆଯିବ। 2 ଜଣ ଚକି ପେଶୁଥିବେ, ଜଣେ ଉଠାଇ ନିଆଯିବ। ଏ ସବୁ ଘଟିଗଲା ପରେ ସ୍ୱର୍ଗ ରାଜ୍ୟ 10 କନ୍ୟା କତୁରୀ।
আগমନର ପରବର୍ତ୍ତୀ ଘଟଣା ହେଉଛି 10 କନ୍ୟାଙ୍କର ଘଟଣା। ଯଦି ଆଜି ପ୍ରଥମ ଥର ଶୁଣୁଥିବେ ମୁଣ୍ଡ ଟିକେ ଘବରା ଘବରା ଲାଗିବ, କଣ ମୁଁ ଶୁଣୁଛି। ହାଲେଲୁୟା। ହେଲେ ଏସବୁ ବାଇବଲ ଷ୍ଟଡିର କଥା ଯେ ବାଇବଲ ଷ୍ଟଡି ତ ହେଉ ନାହିଁ ପରା, ଖାଲି ସଭା ହଉଛି। ହେଲେ ସଭାରେ ଆକା ଆମେ ଯେତେ ଚେରମୂଳି ପକେଇ ଦେବାର ଅଛି। बोलो यीशु मसीह की हालेलुया, प्रेज द लॉर्ड। हमर सभा मानकर लोक मानकर आशा कोन बोली कहले, फास्ट फूड, फास्ट मेसेज हो, 40 मिनिट रे सरी जाओ, पूरा भाजी कर दे दे, ऊपर 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 मजा माडो मार देले, हां खुशी की बढ़िया थिला। किंतु आज्ञा बिरयानी रांधिबा पई होले 10 मिनिट रे हबो नाही, ठीक समय लागिबो, ठीक ताको सिझेबा के पड़िबो। आमे फास्ट फूड भी देई परिबा, बिरयानी भी देई परिबा, चेरोमूली भी देबो। आत्मिक भाव, सांसारिक भाव। अच्छा, आपण माने अनेक विज्ञ लोक माने, शास्त्र प्रेमी लोक माने, तेनु मो संक्षिप्त रे कहि सब कथा कहि हबो नै। এই 10 জন কন্যা মধ্যরু কেতে জন শোইলে আজ্ঞা, হেলে মণ্ডলী শোইব কি আজ্ঞা না, নতুন নিয়মর মণ্ডলী কেবে শোইବାକୁ হবে। 10 জন যাক শোইছিলে, নতুন নিয়মর মণ্ডলী সর্বদা জাগি রহিବାକୁ পড়িব, केबे सोइबाको हबो नाही। आउ 10 जण जाक ढोळाउ छिले, नूतन नियमर मंडली आत्मारे सर्वदा जागी रहिबो, शरीर रे सोई पारे, सर्वदा जागी रहिबो। पुणी ए माने दीप सजाडिले, नूतन नियमर मंडलीर दीप सर्वदा जळुथिबो। पुणी तेल कमिबाको लागिला, लिभिबाको लागिला, आमर दीप लिभिबाको लागिला। अच्छा आज्ञा, बड़ प्रमाण एमाने कन्या नुहंती ख्रीष्टंकर, एमाने बरन को भेटिबाको जाउथिले। केते जण ख्रीष्ट 10 जण को बाहारी कर, मोर कपति सुधमती एक अद्वितीय 10 जण नुहंती। तेबे माने किए सुनंदु सुनंदु सुनंदु, जेते बेले आगमन हेई जीवो, आगमन हेई गला परे जे लोक माने रही जिवे, से माने हेउचंती 10 कन्या, जो माने जाई परिबे ना। प्रभु को इच्छा है आगामी समय रे याको प्रांजल भाव रे बाइबल स्टडी करी कि YouTube रे छाडी आपण माने सुनि पारिबे, जानि पारिबे। आज सब कथा कहि हबो, एते बेले जो माने रहि छिबे दुई भाग रे विभक्त हेबे। दळे लोकर दीप जळुथिबो, दळे लोकर दीप लिभिबाको लागिबो। प्रभु को नामर धन्यवाद हेउ। एनो आमे निर्बुद्धि कन्या ना हो, आमे सुबुद्धि कन्या ना हो, आमे यीशु को खाली साक्षात करबा लोक ना हो, यीशु को विवाह हेबार कन्या। आमे शुद्धि कन्या, निर्बुद्धि कन्या नाही, आमे सुबुद्धि कन्या नाही, आमे होछु शुद्धि कन्या। प्रभु को नामर धन्यवाद हेउ। एनो पाउल कहले, मु ख्रीष्ट कथारे तुमको गोटिए शक्ति कन्या परी वाग्दान करछि। निर्बुद्धि कन्या बोली काहे कहले? शक्ति कन्या इंग्लिश रे लिखा अछि चेस्ट वर्जिन। आ सुनतो 25 अध्याय रे जा लिखा अछि, बर आसुछंती, बर आसिला बेले को एमाने खाली साक्षात करिवे, विवाह करिया पई जाई नांती, किंतु आमे बरंग सहित विवाह करिवा दळ। आमे बरंग साक्षात करिवु नाही, आमे साक्षात करिके विवाह करिवु। प्रभु का नाम रे धन्यवाद हेउ। कोलाहल हैला, आउ बर आसिले, बर कन्या हेई कि रेडी हेबा नाही, आगमन परे हमकु से निर्बुद्धि भाग मिलिबो, सिना रक्षा नाही।
एणुकरी प्रभु लोक माने मु आपन को कहिबा पई चाहे बाइबल को ठीक रे बुझिबा दरकार। प्रभु जीशु आसुछंती केमिति मंडली को नेबा पई निखुंत दोष रहित जहा ठारे पापर टिकिए भी लेस नाही सेमिति मंडली को से नेबा को आसुछंती सोईथिबा मंडली को नुह कियोबा जार दीप लिभि लिभि जाउछो सेमिति मंडली को प्रभु को नाम धन्यवाद हेउ। तेबे प्रकाशित 12 अध्याय रे जेउ स्त्री सूर्य पिंधी छी ए स्त्री भविष्यतर घटना अर्थात पात्म दीप रे जहन जेते बेले देखिले कि गोटिए स्त्री सूर्य पिंधी छी भविष्यतर मंडली से समय मंडली आरंभ हेउथिला। मंडली एमिति हेबो सूर्य पिंधीबो। सूर्य किए अटंती प्रभु यीशु ख्रीस्ट सदा प्रभु मोहर ढाल सदा प्रभु मोहर सूर्य मलाखी 4:2 पढ़ंत टिके मात्र आंभ नामक भय करुअछ जे तुम्भे माने तुम्भ मानक प्रति धर्म रूप सूर्य आरोग्यदायक किरण संयुक्त होई उदित हेबे। आरोग्यदायक किरण सूर्य सहित मिसी करी उदय हेबो। सुनंतु 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 ए सूर्य सहित आरोग्यदायक किरण संयुक्त हेकी उदित हेबो। आज्ञा जीशु जेते बेले क्रूस रे बळी हेले कोरोडा खाइले मरा गले तांकर कोरोडा प्रहार रे आरोग्यतार किरण बाहरिला आ से क्रूस रे धर्मर सूर्य हेकी सब धर्म बहन करी समस्त को पय आलोक रखा पापर अंधार दूर होई गेला जेते बेले जीशु रूपक सूर्य क्रूस रे उदित हेले। मंडली काहा को पिंदिबो जीसु को पिंदिबो। गलातिया 3:27 पढ़ंतो काहा को पिंदिबा हमें जेणु तुम्भे माने जेते लोक ख्रीष्ट को उद्देश्य रे बाप्तिजित होइयो जेते लोक बाप्तिजित होइयो छ तुम्भे माने समस्त ख्रीष्ट को परिधान करियो छ। हालेलुया। ए स्त्री सूर्य को पिंदी अछि प्रभु लोक माने डुबनो नै थिबा प्रत्येक लोक जीसु को पिंदिबार अछि। पिंदिबार अर्थ कोन आपण सुन्ना पिंदिले सुन्ना देखा जाए सुन्ना रो रंग देखा जाए। आपण साड़ी पिंदिले पेंट शर्ट पिंदिले पेंट शर्ट रो रंग देखा जाए तारो रूप देखा जाए तारो सुंदरता देखा जाए। मु आपण को कहिबा पई चाहे तारो क्वालिटी देखा जाए तारो असल रंग देखा जाए। जदि जने जीसु को पिंदी देई छी जीसु को रंग ता जीवन रे देखा जाउछ बाकी। हालेलुया। जीसु को रंग बोली कहिले कोन जीसु को रूप जीसु को स्वभाव खाली डुबन नेले हेबो नै आमे जीसु को पिंधी थिबा लोक हेबार अछि। जीसु को पिंधीबार अर्थ जीसु को संपूर्ण चरित्र को पिंधीबा। से कहले मो नम्र चित्त नम्रता को पिंधिबा से क्षमाशील आमे समस्त को जदि क्षमा देई ना हो आमे जीसु को पिंधि ना से पवित्र जदि आमे पवित्रता रे चालू ना जीसु को पिंधि ना हमर बेटिया माने का को पिंधि छथि बॉलीवुड एक्टर से एक्टर रो चुटी जेमती हमर भिंडिया मानकर चुटी सेमती से एक्ट्रेस रो थंटो बोली कहबरा केदा तार थंटो जेमती आम पिला मानकर थंटो सेमती से जेमती डायलॉग मारे हमर पिला माने सेमती डायलॉग मारे छथि
ସେମାନେ ଯେମିତି ଷ୍ଟାଇଲ ଆମର ପିଲାମାନେ ସେ ଷ୍ଟାଇଲ। ତାହେଲେ କାହାକୁ ପିନ୍ଧିକି ଚାଲିଛନ୍ତି ଏମାନେ? ବଲିଉଡ ହଲିଉଡ ଆଉ ଗୀତ କଣ ବୋଲି ଗାଉଛନ୍ତି? ଏ ପୃଥିବୀ ଜାଣୁ ଆମେ ଯୀଶୁଙ୍କର, ଆମେ ଯୀଶୁଙ୍କର, ଦେଖି ଆମ ପ୍ରେମ ଏ ଜଗତ ଜାଣୁ।